ଏବେ ଏବେ ଆମେ ଦେଖିବାକୁ ପାଉଛେ ଆମ ରାଜ୍ୟ ସରକାର ବିଭିନ୍ନ ଖବରକାଗଜରେ ନିଯୁକ୍ତି ମେଳା ବୋଲି ଗୋଟେ ବଡ଼ ବିଜ୍ଞାପନ ଦେଉଛନ୍ତି, ଟିଭିରେ ମଧ୍ୟ ପ୍ରଚାର କରୁଛନ୍ତି। ଆମ ମନରେ ଗୋଟିଏ ପ୍ରଶ୍ନ ଆସୁଛି, ନିଯୁକ୍ତି ମେଳା କହିଲେ ପ୍ରକୃତରେ କ'ଣ ବୁଝାଯାଏ? ଆମେ ଯାହା ଆଗରୁ ଜାଣିଥିଲୁ ଯେ ନିଯୁକ୍ତି ମେଳା କହିଲେ ଯେଉଁଠିକି ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଡକାଯାଇଥାଏ, ସରକାର ମଧ୍ୟସ୍ଥତା କରିଥାନ୍ତି, ମଲ୍ଟିନ୍ୟାସନାଲ କମ୍ପାନୀ ଏବଂ ଘରୋଇ କମ୍ପାନୀ ମାନେ ସେଠି ଉପସ୍ଥିତ ଥାନ୍ତି ଏବଂ ଶିକ୍ଷିତ ବର୍ଗଙ୍କ କିଏ କେଉଁଥିରେ ଉପଯୁକ୍ତ ପ୍ରାର୍ଥୀ କାହାର ତାଲିମ ଅଛି, ଯୋଗ୍ୟତା ଅଛି, ତାକୁ ଭିତ୍ତି କରିକି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥାଏ। ଇଏ ହେଲା ଗୋଟେ ପ୍ରକାର ନିଯୁକ୍ତି ମେଳା। ଦ୍ୱିତୀୟ କଥାଟି ହେଉଛି, ଯେଉଁମାନେ କୌଣସି ସଂସ୍ଥାରେ ଚାକିରି କରିବେ ନାହିଁ ବା ସରକାରଙ୍କ ପାଖରେ କରିବେ ନାହିଁ, କିନ୍ତୁ ନିଜେ ନିଜକୁ ଦେବେ ଏବଂ ଅନ୍ୟମାନଙ୍କ ପାଇଁ କରାଇଦେବେ। ଆତ୍ମନିର୍ଭରଶୀଳ ବ୍ୟବସ୍ଥା ଶିଳ୍ପ କ୍ଷେତ୍ରରେ, ଉଦ୍ୟୋଗ କ୍ଷେତ୍ରରେ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଶିଳ୍ପ ବିଭାଗ, ବ୍ୟାଙ୍କ ଏମାନେ ସବୁ ଗୋଟିଏ ସ୍ଥାନରେ ମିଳିତ ଭାବରେ ଭେଟଘାଟ ହୁଅନ୍ତି ଏବଂ ସେମାନେ କିଭଳି ଲୋନ୍ ପାଇବେ, ସେମାନଙ୍କୁ କିଭଳି ସହାୟତା ଯୋଗାଇ ଦିଆଯାଇପାରିବ, ତାଙ୍କର ଉତ୍ପାଦନ ସାମଗ୍ରୀ ବିକ୍ରିବଟା କେମିତି ହେବ, ସବସିଡ଼ି କ'ଣ ଅଛି, ଏସବୁ କଥାକୁ ମଧ୍ୟ ଆମେ ଗୋଟିଏ ମେଳା ବୋଲିକି ଭାବୁଥିଲୁ। କିନ୍ତୁ ଦେଖାଯାଉଛି ସରକାର ଯେଉଁମାନେ OPSC ଦେଉଛନ୍ତି ବା କମ୍ପିଟେଟିଭ୍ ପରୀକ୍ଷା ଦେଉଛନ୍ତି, ଷ୍ଟାଫ୍ ସିଲେକ୍ସନ୍ ଦେଉଛନ୍ତି, ସେଇମାନଙ୍କୁ ଡାକିକି ଗୋଟିଏ ମେଳା ସୃଷ୍ଟି କରୁଛନ୍ତି ଏବଂ ଏଇ 15 ମାସ ନୂଆ ସରକାର ହେବାର 15 ମାସ ଭିତରେ 11ଟି ନିଯୁକ୍ତି ମେଳା କଲେଣି, ଯେଉଁଠି କେବଳ ସରକାରୀ କ୍ଷେତ୍ରରେ 30,000 ଯୁବକ ଯୁବତୀଙ୍କୁ ଚାକିରି ଦିଆଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଆମେ ପ୍ରତ୍ୟକ୍ଷ ଓ ପରୋକ୍ଷରେ 1,07,926 ଜଣଙ୍କୁ ଚାକିରି ଦେଇସାରିଲୁଣି, କିନ୍ତୁ 30,000ଙ୍କର ହିସାବ ଦେଉଛନ୍ତି। ଅର୍ଥ ବିଭାଗରେ କେତେ, କୃଷି ବିଭାଗରେ କେତେ, ଶିଳ୍ପ ବିଭାଗରେ କେତେ, ମତ୍ସ୍ୟ ପଶୁ ସମ୍ପଦରେ କେତେ, ପଞ୍ଚାୟତ ରାଜରେ କେତେ, ଏସବୁର ହିସାବ ଦେଉଛନ୍ତି। କିନ୍ତୁ ପରୋକ୍ଷ କ୍ଷେତ୍ରରେ କିଏ କେଉଁଠି ପାଇଲେ ସେହି ହିସାବ କେବେ ଦେବେ? ସେହି ହିସାବ ଦେବା ପାଇଁ ସରକାର କାହିଁ ଚାହୁଁନାହାନ୍ତି? ଦ୍ୱିତୀୟ କଥାଟି ହେଉଛି, ସରକାର 15 ମାସରେ ମାତ୍ର 30,000 ବର୍ତ୍ତମାନ ଦେଲେଣି କେବଳ ସରକାରୀ କ୍ଷେତ୍ରରେ, ଆଉ 35,000 ଅର୍ଥାତ୍ 65,000 ଦେବେ 2 ବର୍ଷରେ। ସେଇଟା ମଧ୍ୟ ତାଙ୍କ ପାଇଁ ବଡ଼ ଆହ୍ୱାନ। ତାପରେ ଏମିତି ବଡ଼ ବଡ଼ ନିଯୁକ୍ତି ମେଳା କରିକି ଯେଉଁ 11 କୋଟି ଟଙ୍କା ଖର୍ଚ୍ଚ କରିଦେବାକୁ ଆପଣମାନେ କେମିତି ବୁଝନ୍ତି, କେମିତି ଗ୍ରହଣ କରନ୍ତି, ସେ ବିଷୟରେ ବ୍ୟାପକ ମତ ପ୍ରକାଶ ପାଇବା ଦରକାର।